जय जगन्नाथ पिलाମାନେ ଆଜି ଆମର ଆଉ ଏକ ନୂତନ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ବ୍ୟାକରଣର ଏକ ବିଭାଗ ପଦ ପ୍ରକରଣ ଉପରେ ଆଲୋଚନା କରିବା, ଯେଉଁଥିରେ ଆମେ ଶବ୍ଦ କାହାକୁ କୁହାଯାଏ, ବାକ୍ୟ କାହାକୁ କୁହାଯାଏ, ବାକ୍ୟ ମଧ୍ୟରେ ବ୍ୟବହୃତ ପଦଗୁଡ଼ିକୁ କେତେ ଭାଗରେ ବିଭକ୍ତ କରାଯାଇଛି, ସେଗୁଡ଼ିକୁ ଆମେ ଭାବରେ ଚିହ୍ନିବା କେଉଁ ପଦ, ସେଇ ବିଷୟରେ ମଧ୍ୟ ଏହି ଭିଡ଼ିଓରେ ଆମେ ଜାଣିପାରିବା। ତ ପିଲାମାନେ ପ୍ରଥମେ ଆମେ ଦେଖିବା ଶବ୍ଦ କାହାକୁ କୁହାଯାଏ। ଅର୍ଥବୋଧକ ଏକ ବା ଏକାଧିକ ବର୍ଣ୍ଣ ସମଷ୍ଟିକୁ ଶବ୍ଦ ବା ପ୍ରାତିପଦିକ କୁହାଯାଏ। ତ ଆମେ ଏକ ବା ଏକାଧିକ ଶବ୍ଦ ଯେତେବେଳେ ମିଳିତ କରିଥାନ୍ତି ସେଇ ଶବ୍ଦଗୁଡ଼ିକରୁ କୌଣସି ନା କୌଣସି ଗୋଟେ ଅର୍ଥ ପ୍ରକାଶ କରିଥାଏ। ଯେମିତି ଆମେ ଏଠି ଲେଖିଲେ କଲମ, କଲମ କହିଲେ ଆମେ ଯେଉଁଥିରେ ଲେଖନ୍ତି, ବା ଆମେ କହୁଛେ ସବୁଜ, ଆମେ କହୁଛେ କବାଟ। ଏଥିରେ ଆମେ କ'ଣ କରୁଛେ ନା ସବୁଥିରୁ ଏଠି 1 2 3ଟା ବର୍ଣ୍ଣ ଅଛି, ଏଠି 3ଟା ବର୍ଣ୍ଣ ଅଛି, ଏଠି 3ଟା ବର୍ଣ୍ଣ ଅଛି। ତ ଏ 3ଟି ବର୍ଣ୍ଣ ମିଶିଲା ପରେ ସେ ଗୋଟେ ରଙ୍ଗକୁ ବୁଝାଉଛି। ଏଇ 3ଟି ବର୍ଣ୍ଣ ମିଶିଲା ପରେ ସେ ଗୋଟେ ଜିନିଷକୁ ବୁଝାଉଛି, ଯେଉଁଥିରେ ଆମେ ଲେଖିବା କାର୍ଯ୍ୟକୁ ସମ୍ପାଦନା କରିଥାନ୍ତି। ତାପରେ କବାଟ ଶବ୍ଦଟି ସେମିତି ଆମେ ଜାଣିଛନ୍ତି ତାର ଅର୍ଥ ଗୋଟେ ଅଛି, ଯେଉଁଟାକି ଆମେ ତାର ଅର୍ଥ ଆମେ ଜାଣିଛନ୍ତି। ତ ତାହେଲେ ଯେତେବେଳେ ଆମେ କହିବା ବାଟକ, ୟାକୁ ଯେତେବେଳେ ଆମେ ଉଲ୍ଟେଇଦେବା ତାର କୌଣସି ଅର୍ଥ ପ୍ରକାଶ ପାଉଛି କି ନା। ସେମିତି ଜବୁସ, ଜବୁସ ଆମେ କହିବା ତାର କିଛି ଅର୍ଥ ପ୍ରକାଶ ପାଉଛି କି। ତେଣୁ ଯେଉଁ ବର୍ଣ୍ଣ ସମଷ୍ଟି କୌଣସି ଗୋଟିଏ ଅର୍ଥକୁ ପ୍ରକାଶ କରିପାରନ୍ତି ସେଇଗୁଡ଼ିକୁ ଆମେ ଶବ୍ଦ କହିପାରିବା। ନିରର୍ଥକ ବର୍ଣ୍ଣ ସମଷ୍ଟି ଶବ୍ଦ ଭାବରେ ଗ୍ରହଣ କରାଯାଏ ନାହିଁ। ନିରର୍ଥକ ବର୍ଣ୍ଣ ସମଷ୍ଟିକୁ ଆମେ ଶବ୍ଦ କହିପାରିବା ନାହିଁ। ତେଣୁ ତାପରେ ଆମେ ଦେଖିବା ବାକ୍ୟ। ବାକ୍ୟ କାହାକୁ କୁହାଯାଏ? ଅର୍ଥବୋଧକ ଏକ ବା ଏକାଧିକ ଶବ୍ଦ ମିଳିତ ହୋଇ ଯେତେବେଳେ ଜଣେ ବ୍ୟକ୍ତିର ପୂର୍ଣ୍ଣ ଭାବ ପ୍ରକାଶ କରିପାରନ୍ତି ତାହାକୁ ଆମେ ବାକ୍ୟ କହିବା। ତ ଯେଉଁ ବର୍ଣ୍ଣ ସମଷ୍ଟିକୁ ଆମେ ନେଇକି ଯେଉଁ ଅର୍ଥବୋଧକ ଶବ୍ଦ ଗୋଟେ ସୃଷ୍ଟି କଲେ, ସେହି ଅର୍ଥବୋଧକ ସେହିପରି କେତୋଟି ଅର୍ଥବୋଧକ ଶବ୍ଦକୁ ନେଇ ଆମେ ବାକ୍ୟ କରିଥାନ୍ତି। କାରଣ ଗୋଟିଏ ଶବ୍ଦ ଦ୍ୱାରା ଆମର ସବୁ ଜାଗାରେ ଆମେ ଆମର ସମ୍ପୂର୍ଣ୍ଣ ଭାବକୁ ପ୍ରକାଶ କରିପାରିବା ନାହିଁ। ତେଣୁ ଏକରୁ ଏକାଧିକ ଶବ୍ଦକୁ ମିଳିତ କରି ଆମେ ପୂର୍ଣ୍ଣ ଭାବକୁ ପ୍ରକାଶ କରିଥାନ୍ତି। ତେଣୁ ଏହି ଭାବ ବିନିମୟ ପାଇଁ ବାକ୍ୟରେ ଯେଉଁ ପଦଗୁଡ଼ିକ ବା ଶବ୍ଦଗୁଡ଼ିକ ବ୍ୟବହୃତ ହୁଅନ୍ତି ସେଗୁଡ଼ିକୁ ଆମେ 5 ଭାଗରେ ବିଭକ୍ତ କରିଥାନ୍ତି: ବିଶେଷ୍ୟ, ବିଶେଷଣ, ସର୍ବନାମ, କ୍ରିୟା, ଅବୟ। ତ ଦେଖିବା ପିଲାମାନେ, ଆମେ ପ୍ରଥମେ ଦେଖିବା ଏହି ଭିଡ଼ିଓରେ ଆମେ ବିଶେଷ୍ୟ ପଦକୁ ବିଷୟରେ ବିଶେଷ ଭାବରେ ଆଲୋଚନା କରିବା। ବିଶେଷ୍ୟ ପଦ କାହାକୁ କୁହାଯାଏ, ବିଶେଷ୍ୟ ପଦ କେତେ ପ୍ରକାରର, ଏଭଳି ଭାବରେ ଆମେ ଆଲୋଚନା କରିବା। ତ ପ୍ରଥମେ ଆମେ ଦେଖିବା ବିଶେଷ୍ୟ ପଦ କାହାକୁ କୁହାଯାଏ। ବାକ୍ୟରେ ଯେଉଁ ପଦରୁ କୌଣସି ପ୍ରକାର ନାମକୁ ଆମେ ଜାଣିଥାନ୍ତି ବା ନାମକୁ ସେଇ ପଦଟା ସୂଚାଉଥାଏ ତାହାକୁ ଆମେ କହିବା ବିଶେଷ୍ୟ ପଦ। ସେ କୌଣସି ବ୍ୟକ୍ତିର ନାମ ହେଇଥାଉ କିମ୍ବା ଯେକୌଣସି ଧାତୁର ନାମ ହେଇଥାଉ କିମ୍ବା କୌଣସି ଗୋଷ୍ଠୀର ନାମ ହେଇଥାଉ, ସମୂହର ନାମ ହେଇଥାଉ, ସେଇ ଜାଗାରେ ଆମେ ବିଶେଷ୍ୟ ପଦ ତାକୁ ଆମେ କହିଥାନ୍ତି। ତ ଉଦାହରଣ ଆମେ ଦେଖିବା, ମହାତ୍ମା ଗାନ୍ଧୀ ଅହିଂସା ଧର୍ମକୁ ଗ୍ରହଣ କରିଥିଲେ। ତ ମହାତ୍ମା ଗାନ୍ଧୀ ଏଠାରେ ଜଣେ ବ୍ୟକ୍ତିଙ୍କ ନାମ, ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ। ତେଣୁ ଏହି ପଦଟି ହେଉଛି ବିଶେଷ୍ୟ ପଦ। କୁକୁର ଗୋଟିଏ ବିଶ୍ୱସ୍ତ ପ୍ରାଣୀ, କୁକୁର ଗୋଷ୍ଠୀ କଥା ଏଠାରେ କୁହାଯାଉଛି ବା କୁକୁର ସମୂହମାନଙ୍କ କଥା କୁହାଯାଉଛି। ଗୋଟେ କୁକୁର ଗୋଟେ ପଶୁ ଯିଏକି ବିଶ୍ୱସ୍ତ ପ୍ରାଣୀ ଭାବରେ ପରିଚିତ। ତେଣୁ ଏ ହେଉଛି ବିଶେଷ୍ୟ। ରୋଗୀକୁ ଔଷଧ ଦିଅ, ଅବସ୍ଥା କଥା କୁହାହେଲା। ସୁନା ଏକ ନମନୀୟ ଧାତୁ, ଏହା ଗୋଟେ ବସ୍ତୁ କଥା କୁହାଗଲା। ବାଉଁଶରୁ କାଗଜ ତିଆରି ହୁଏ, ବୃକ୍ଷ କଥା କୁହାଯାଇଛି। ତ ଏଇଭଳି ଭାବରେ ଏଗୁଡ଼ିକ ହେଉଛି ବିଶେଷ୍ୟ ପଦ। ଗୋଟିଏ ଜିନିଷ ବା ବସ୍ତୁ ବା ସମୂହ କିମ୍ବା ବ୍ୟକ୍ତିର ନାମକୁ ଯେତେବେଳେ ବୁଝାଏ ତାକୁ ଆମେ ବିଶେଷ୍ୟ ପଦ କହିଥାନ୍ତି। ତ এই ବିଶେଷ୍ୟ ପଦଗୁଡ଼ିକୁ ଆମେ କ'ଣ କରନ୍ତି ନା ଭାବ ଦୃଷ୍ଟିରୁ 5 ଭାଗରେ ବିଭକ୍ତ କରିଥାନ୍ତି। 5 ଭାଗରେ ନାମବାଚକ, ଜାତିବାଚକ, ବସ୍ତୁବାଚକ, ଗୁଣ ବା ଅବସ୍ଥାବାଚକ, କ୍ରିୟାବାଚକ, ବିଶେଷ୍ୟ ପଦ ଭାବରେ ଆମେ ଜାଣିଥାନ୍ତି। ତ ଦେଖିବା ପ୍ରଥମେ ନାମବାଚକ ବିଶେଷ୍ୟ କାହାକୁ କୁହାଯାଏ। ନାମବାଚକ ବିଶେଷ୍ୟକୁ ଆମେ କ'ଣ କହିଥାନ୍ତି ନା ସଂଜ୍ଞା ବା ବ୍ୟକ୍ତିବାଚକ ବିଶେଷ୍ୟ ମଧ୍ୟ କହିଥାନ୍ତି। ତ ନିର୍ଦ୍ଦିଷ୍ଟ ବ୍ୟକ୍ତି, ପଶୁ, ପକ୍ଷୀ, ସ୍ଥାନ, ନଦୀ, ପର୍ବତ, ପୁସ୍ତକ, ମାସ, ତିଥି, କୌଣସି ଗୋଟିଏ ଜିନିଷର ନିର୍ଦ୍ଦିଷ୍ଟ ନାମକୁ ଯେତେବେଳେ ବୁଝାଉଥାଏ ତାହେଲେ ଆମେ ସେଠାରେ ନାମବାଚକ ବିଶେଷ୍ୟ କହିବା ବା ସଂଜ୍ଞାବାଚକ ବିଶେଷ୍ୟ କହିବା। ଓଡ଼ିଶାର ବଡ଼ ନଦୀ ମହାନଦୀ, ଗୋଟେ ନିର୍ଦ୍ଦିଷ୍ଟ ନଦୀର ନାମ କଥା କୁହାଯାଇଛି। ଏଠି ଓଡ଼ିଶା ମଧ୍ୟ ନାମବାଚକ ବିଶେଷ୍ୟ ହେବ, ଗୋଟେ ରାଜ୍ୟର କଥା କୁହାଯାଇଛି, ରାଜ୍ୟର ନାମ ରହିଛି। ଏପ୍ରିଲ ମାସରେ ପଣା ସଂକ୍ରାନ୍ତି ପଡ଼ିଥାଏ। 12 ମାସ ଆମର ରହିଛି, ସେ 12 ମାସ ଭିତରୁ ଆମେ କେଉଁ ମାସକୁ କହିଲେ ଏପ୍ରିଲ ମାସ କଥା ଏଠାରେ କୁହାଯାଇଛି। ତ ଗୋଟିଏ ମାସର ନିର୍ଦ୍ଦିଷ୍ଟ ମାସର ନାମ କୁହାଯାଇଛି। ଖରାଦିନେ ତରଭୁଜ ଖାଇବାକୁ ଭଲ ଲାଗେ, ଗୋଟେ ନିର୍ଦ୍ଦିଷ୍ଟ ଫଳର ନାମ କୁହାଯାଇଛି। ବ୍ୟାସଦେବ ମହାଭାରତ ରଚନା କରିଥିଲେ। ବ୍ୟାସଦେବ ଜଣେ ବ୍ୟକ୍ତିଙ୍କ ନାମ, ସେ ମହାଭାରତ ପୁସ୍ତକକୁ ରଚନା କରିଥିଲେ। ଯଦି କୁହାଯାଇଥାନ୍ତା କେବଳ ସେ ଅନେକ ପୁସ୍ତକ ରଚନା କରିଥିଲେ ତାହା ଅଲଗା ଜାତିବାଚକ ବିଶେଷ୍ୟ ହେଇଥାନ୍ତା। କିନ୍ତୁ ଯେହେତୁ ମହାଭାରତ ଗୋଟେ ନିର୍ଦ୍ଦିଷ୍ଟ ଗ୍ରନ୍ଥ ତାଙ୍କର ସେ ନାଁଟା ରହିଛି, ସେଠି ହେବ ନାମବାଚକ ବିଶେଷ୍ୟ। ଆମେରିକା ଏକ ଶକ୍ତିଶାଳୀ ରାଷ୍ଟ୍ର, ତ ଆମେରିକା ହେଉଛି ଗୋଟେ ଦେଶର ନାମ। ତେଣୁ ଏହା ହେଉଛି ନାମବାଚକ ବିଶେଷ୍ୟ। ତାପରେ ଦେଖିବା ଆମେ ପିଲାମାନେ ଜାତିବାଚକ ବିଶେଷ୍ୟ କାହାକୁ କୁହାଯାଏ। ଜାତିବାଚକ ବିଶେଷ୍ୟ କାହାକୁ କୁହାଯାଏ ନା ବାକ୍ୟରେ ବ୍ୟବହୃତ ଯେଉଁ ପଦରୁ କୌଣସି ନିର୍ଦ୍ଦିଷ୍ଟ ଜାତି ବା ଗୋଷ୍ଠୀ କଥାକୁ ବୁଝାଏ। ଏଠି ଜାତି ମାନେ
ବ୍ରାହ୍ମଣ, କ୍ଷତ୍ରିୟ, ଶୂଦ୍ର, ବୈଶ୍ୟ ଏଇ ଜାତି କଥା କୁହାଯାଉନି। ଏଠି କୌଣସି ଜାତି ବା ଗୋଷ୍ଠୀ ବା ସମୂହର କଥାକୁ ଯେତେବେଳେ ବୁଝାଏ ତାକୁ ଆମେ ଜାତିବାଚକ ବିଶେଷ୍ୟ କହିବା। କୁକୁର ଗୋଟିଏ ବିଶ୍ୱସ୍ତ ପ୍ରାଣୀ। ଏଠାରେ କ'ଣ ହେବ ନା କୁକୁର ହେଉଛି ଗୋଟେ ମାନେ ପଶୁ, କୁକୁର ସମୂହ ଗୋଷ୍ଠୀ, କୁକୁର ଗୋଷ୍ଠୀ ତ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କୁକୁର କଥା କୁହାଯାଏ ନାହିଁ। ଯଦି ଟମି କୁହାଯାଇଥାନ୍ତା ତାହେଲେ ଏଇଟା ନାମବାଚକ ବିଶେଷ୍ୟ ହୋଇଥାନ୍ତା। ଯେହେତୁ ଏଠି କୁକୁର କୁହାଯାଇଛି ଏହା ହେବ ଜାତିବାଚକ ବିଶେଷ୍ୟ। ପାରାମାନେ ଖୁଦ ଖାଉଛନ୍ତି ତ ପାରା ଏଠି ନିର୍ଦ୍ଦିଷ୍ଟ ଗୋଟିଏ ପାରା କଥା କୁହାଯାଏ ନାହିଁ ବା ପାରାର ନାମ ଏଠାରେ ନାହିଁ। ପାରାମାନେ ଖୁଦ ଖାଉଛନ୍ତି ଅର୍ଥାତ୍ ବହୁତ ଗୁଡ଼ିଏ ପାରା ବା ସମୂହ କଥା କୁହାଯାଉଛି। ତାପରେ ଆମେ ଦେଖିବା ରାଜନୀତି ପାଇଁ ଗ୍ରାମ ପରିବେଶ ବିଶୃଙ୍ଖଳିତ ହୋଇଗଲାଣି। ଗ୍ରାମ ପରିବେଶ, ଗ୍ରାମ ଏଠାରେ ହେବ ଜାତିବାଚକ ବିଶେଷ୍ୟ କାରଣ ସବୁ ଗ୍ରାମ ବିଶୃଙ୍ଖଳିତ ହୋଇଯାଇଛି। ଏମିତି କୌଣସି ଗୋଟିଏ ଗ୍ରାମର ନାମ ଏଠି ନିର୍ଦ୍ଦିଷ୍ଟ ଭାବରେ କୁହାଯାଏ ନାହିଁ, ତେଣୁ ଏଠି ହେବ ଜାତିବାଚକ ବିଶେଷ୍ୟ। ତାପରେ ଆମେ ଦେଖିବା ପିଲାମାନେ ନାମବାଚକ ଓ ଜାତିବାଚକ ଭିତରେ କ'ଣ ଫରକ ରହିଛି। ନାମବାଚକ ଯେତେବେଳେ ଗୋଟେ ଉଦାହରଣ ଆମେ ଦେଖିନେବା, ବଳରାମ ଦାସ ଅନେକ ପୁସ୍ତକ ରଚନା କରିଥିଲେ। ଏଠି ହେବ ପୁସ୍ତକ ହେବ ଜାତିବାଚକ। ପୁସ୍ତକ ସମୂହ କଥା କୁହାଯାଉଛି, କୌଣସି ନିର୍ଦ୍ଦିଷ୍ଟ ପୁସ୍ତକର ନାମ ଏଠି ନାହିଁ। କିନ୍ତୁ ପରବର୍ତ୍ତୀ ଉଦାହରଣ ଆମେ ଦେଖିବା, ରବୀନ୍ଦ୍ରନାଥ ଟାଗୋର ଗୀତାଞ୍ଜଳି ପାଇଁ ନୋବେଲ ପୁରସ୍କାର ପାଇଥିଲେ। ଗୀତାଞ୍ଜଳି ଏଠି ହେବ ନାମବାଚକ। ତାଙ୍କର ଅନେକ ପୁସ୍ତକ ମଧ୍ୟରୁ ଗୀତାଞ୍ଜଳି କଥା ଏଠାରେ କୁହାଯାଇଛି। ନାଁଟା ତାର ରହିଛି, ଗୋଟିଏ ନିର୍ଦ୍ଦିଷ୍ଟ ପୁସ୍ତକର ନାମ ଏଠି ଦେଇଛି, ତ ଏଠି ହେବ ନାମବାଚକ। ତାପରେ ଭାରତରେ 33 କୋଟି ଦେବତାଙ୍କୁ ପୂଜା କରାଯାଏ। ଦେବତା ସମୂହ ବା ସବୁ ଦେବତାଙ୍କୁ ପୂଜା କରାଯାଏ। କିନ୍ତୁ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଯେତେବେଳେ କୁହାହେବ, ଶ୍ରୀ ଜଗନ୍ନାଥ ନିର୍ଦ୍ଦିଷ୍ଟ ଜଣ ଦେବତାଙ୍କ କଥା କୁହାଯାଇଛି, ତେଣୁ ଏଠାରେ ନାମବାଚକ ହେବ। ତାପରେ ପିଲାମାନେ ଆମେ ଦେଖିବା ଯେ ବେଳେବେଳେ ନାମବାଚକ ବିଶେଷ୍ୟ ପଦଟି ଜାତିବାଚକ ବିଶେଷ ରୂପେ ବ୍ୟବହୃତ ହୋଇଥାଏ। ତ ଦେଖିବା ଆମେ କେଉଁ ଜାଗାରେ ନାମବାଚକ ବିଶେଷ୍ୟ ପଦଟି ଜାତିବାଚକ ବିଶେଷ୍ୟ ଭାବରେ ବ୍ୟବହୃତ ହୁଏ। କୌଣସି ପ୍ରାଣୀ ବା ଅପ୍ରାଣୀର ଗୁଣ କାର୍ଯ୍ୟ ରୂପକୁ ଅନ୍ୟ ପ୍ରାଣୀ ବା ଅପ୍ରାଣୀର ଗୁଣ କାର୍ଯ୍ୟ ରୂପ ସହ ତୁଳନା କରାଗଲେ ଯାହା ସହିତ ତୁଳନା କରାଯାଇଥାଏ ସିଏ ହେବ ଜାତିବାଚକ ବିଶେଷ୍ୟ। ତ ଦେଖିବା ପିଲାମାନେ ଉଦାହରଣ ଦେଖି ନେବା, ଆଉ ଟିକେ ଆପଣମାନେ କ୍ଲିଅରରେ ବୁଝିଯିବେ। ଫକୀରମୋହନ ଓଡ଼ିଶାର ପ୍ରେମଚାନ୍ଦ ଏଠାରେ ଜାତିବାଚକ ବିଶେଷ୍ୟ, କାରଣ ପ୍ରେମଚାନ୍ଦ ଯେଉଁଭଳି ଭାବରେ ତାଙ୍କର ଉପନ୍ୟାସ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ, ସେହିଭଳି ଭାବରେ ଫକୀରମୋହନ ସେନାପତି ଓଡ଼ିଶାରେ ତାଙ୍କର ଉପନ୍ୟାସ ପାଇଁ ଗୋଟେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ତେଣୁ ଫକୀରମୋହନ ଏଠାରେ ନାମବାଚକ ବିଶେଷ୍ୟ, ପ୍ରେମଚାନ୍ଦ ହେଉଛନ୍ତି ଜାତିବାଚକ ବିଶେଷ୍ୟ। କିନ୍ତୁ ଯଦି ପ୍ରେମଚାନ୍ଦ ଗୋଦାନ ଉପନ୍ୟାସ ଲିଖିଥିଲେ ଆସିଥାନ୍ତା ବାକ୍ୟଟି, ତାହେଲେ ପ୍ରେମଚାନ୍ଦ ଏଠାରେ ନାମବାଚକ ହୋଇଥାନ୍ତେ। ଯେହେତୁ ଫକୀରମୋହନଙ୍କୁ ପ୍ରେମଚାନ୍ଦଙ୍କ ସହିତ ତୁଳନା କରାଯାଉଛି, ଯାହା ସହିତ ତୁଳନା କରାଯାଉଛି ଆମେ ଜାଣିଛେ ସେଇଟାରେ ହେବ ଜାତିବାଚକ। ତ ପ୍ରେମଚାନ୍ଦଙ୍କ ସହିତ ଯେହେତୁ ତୁଳନା କରାଯାଉଛି, ପ୍ରେମଚାନ୍ଦ ହେବେ ଜାତିବାଚକ, ଫକୀରମୋହନ ହେବେ ନାମବାଚକ ବିଶେଷ୍ୟ। ପରବର୍ତ୍ତୀ ଉଦାହରଣ ଆମେ ଦେଖିବା, ଗୋପବନ୍ଧୁ ଓଡ଼ିଶାର ମହାତ୍ମା ଗାନ୍ଧୀ। ଗୋପବନ୍ଧୁ ନାମବାଚକ, ମହାତ୍ମା ଗାନ୍ଧୀଙ୍କ ସହିତ ତାଙ୍କୁ ତୁଳନା କରାଗଲା, କାରଣ ମହାତ୍ମା ଗାନ୍ଧୀ ଯେଉଁଭଳି ଭାବରେ ପରୋପକାରୀ ଥିଲେ, ଅହିଂସା ମାର୍ଗର ପୂଜାରୀ ଥିଲେ, ତାପରେ ସେ କ'ଣ କରୁଥିଲେ ନା ସ୍ୱାଧୀନତା ସଂଗ୍ରାମୀ ଥିଲେ, ଦୁଃଖୀ ରକ୍ଷୀଙ୍କର ସେବା କରୁଥିଲେ। ସେଇଭଳି ଭାବରେ ଗୋପବନ୍ଧୁ ମଧ୍ୟ ଆମେ ଜାଣିଛେ ତାଙ୍କର କାର୍ଯ୍ୟାବଳୀ ରହିଥିଲା, ତେଣୁ ମହାତ୍ମା ଗାନ୍ଧୀଙ୍କ ସହିତ ତାଙ୍କୁ ତୁଳନା କରାଯାଇଛି। ତ ଏଇଭଳି ଭାବରେ ଯଦି ତୁଳନାତ୍ମକ ପଦ ଆସିବ ବା ଇଏ ହେଉଛନ୍ତି ଏଇପରିକା, ଇଏ ହେଉଛନ୍ତି ଏଇପରିକା ଯଦି ଆସିବ, ତାହେଲେ ଏଠି ଆମେ ଯାହା ସହିତ ତୁଳନା କରାଯାଏ ସିଏ ହେବେ ଜାତିବାଚକ, ଯାହାକୁ ତୁଳନା କରାଯାଉଛି ସିଏ ହେବେ ନାମବାଚକ। ତ ଗୋପବନ୍ଧୁ ନାମବାଚକ, ମହାତ୍ମା ଗାନ୍ଧୀ ଜାତିବାଚକ। ତାପରେ ପିଲାମାନେ ଆମେ ଦେଖିବା ବସ୍ତୁବାଚକ ବିଶେଷ୍ୟ। ବାକ୍ୟରେ ଯେଉଁ ପଦରୁ ଆମେ କୌଣସି ବସ୍ତୁର ନାମକୁ ଯଦି ତାର ସୂଚନା ପାଇଥାନ୍ତି, ତାହେଲେ ଆମେ ତାକୁ କହନ୍ତି ବସ୍ତୁବାଚକ ବିଶେଷ୍ୟ। ଉଦାହରଣ ଆମେ ଦେଖିବା, ଚାଉଳରୁ ଭାତ ହୁଏ, ଚାଉଳ ଏଠାରେ ବସ୍ତୁବାଚକ। ତାପରେ ପଥର ତିଆରି ଘର ବହୁତ ମଜବୁତ। ପଥର, ପୂର୍ବରୁ କାଠର ବ୍ୟବହାର ଅଧିକ ଥିଲା, କାଠ ଏଠାରେ ବସ୍ତୁବାଚକ। ସୁନା ଦର ଆକାଶ ଛୁଆଁ ହେଲାଣି, ସୁନା। କୋଣାର୍କ ମନ୍ଦିରର ପଥର କାରୁକାର୍ଯ୍ୟ ଅଦ୍ୱିତୀୟ। ଏଠାରେ ଏଇ ପଥର, ଚାଉଳ, କାଠ, ସୁନା ଏସବୁ ହେଉଛି ବସ୍ତୁବାଚକ ବିଶେଷ୍ୟ। କିନ୍ତୁ ଆଉ ଗୋଟେ କଥା ପିଲାମାନେ ମୁଁ କହି ରଖିବା ପାଇଁ ଚାହେଁ ଯେ ଯଦି ଯେଉଁ ବସ୍ତୁକୁ ଆମେ ଖଣ୍ଡ ଖଣ୍ଡ କଲେ ମଧ୍ୟ ତା ନାମରେ କୌଣସି ପ୍ରକାର ପରିବର୍ତ୍ତନ ଆସେ ନାହିଁ, ତାହାକୁ ଆମେ ବସ୍ତୁବାଚକ ବିଶେଷ୍ୟ କହିବା। ଅର୍ଥାତ୍ କାଠକୁ ଆମେ ଯେତେ ଖଣ୍ଡ ଖଣ୍ଡ କରିବା, ଯେତେ ଖଣ୍ଡ ଖଣ୍ଡ କଲେ ମଧ୍ୟ ସେ ତାର ନାମ କାଠ ହିଁ ରହିବ। ତୁଳା, ତାକୁ ଯେତେ ଟିକି କରିବା ତାର ନାମ ତୁଳା ହିଁ ରହିବ, ଠିକ୍ ଅଛି। କିନ୍ତୁ ଯଦି ଆମେ ଗୋଟେ ଜିନିଷକୁ ଖଣ୍ଡ ଖଣ୍ଡ କରିବା ପରେ ତାର ନାମରେ ପରିବର୍ତ୍ତନ ଘଟିଥାଏ, ତାହାକୁ ଆମେ କ'ଣ କହିଥାନ୍ତି ନା ଜାତିବାଚକ କହିଥାନ୍ତି, ତାକୁ ଆଉ ଆମେ ବସ୍ତୁବାଚକ କହିପାରିବା ନାହିଁ। ତ ତଳେ ଆମେ ଉଦାହରଣ ଆଉ ଟିକେ ମୁଁ କ୍ଲିୟର କରିଦେବି ଆପଣମାନଙ୍କୁ। ତ ଲୁହା ହେଉଛି ବସ୍ତୁବାଚକ ବିଶେଷ୍ୟ, କିନ୍ତୁ ଲୁହାରୁ ତିଆରି ଯେଉଁ ଜିନିଷ ରହିଲା ତାକୁ ଯଦି ଆମେ ଟିକ୍ ଟିକ୍ କରିଦେବା, ତାର ଖଣ୍ଡାଂଶକୁ ଆମେ ଲୁହାର ଯେଉଁ ଜିନିଷଟା ଆମେ ତିଆରି କରିଥିବା ସେଇ ଜିନିଷ ଆମେ ତାକୁ ଆଉ କହିପାରିବା ନାହିଁ, ତାକୁ ଆମେ କ'ଣ କହିବା ନା ଲୁହା ହିଁ କହିବା। ସେମିତି ସୁନାରୁ ତିଆରି କ'ଣ ନା ଅଳଙ୍କାର ତିଆରି ହୋଇଥାଏ। ତ ସୁନାକୁ ଆମେ ତାର ଯେଉଁ ମୁଖ୍ୟ ଯେଉଁ ଉପାଦାନଟିକୁ ବା ସୁନାଟିକୁ ଆମେ ଯେତେ ଖଣ୍ଡ ଖଣ୍ଡ କରିବା ସେ ସୁନା ହେବ। କିନ୍ତୁ ସୁନାର ଯେଉଁ ଅଳଙ୍କାରଟିକୁ ଆମେ ଖଣ୍ଡ ଖଣ୍ଡ କଲା ପରେ ସେ ଅଳଙ୍କାର ନାମ ଆଉ ରହିନଥାଏ, ସେଟା ସୁନା ହିଁ ତାକୁ ଆମେ କହିଥାନ୍ତି। ତ ମାଟିର ସେମିତି ଯେତେବେଳେ ଆମେ ମାଟିର ଗୋଟେ ପିଣ୍ଡୁଳାଟେ ଆମେ ନେବା, ତାକୁ ଯେତେ ଖଣ୍ଡ ଖଣ୍ଡ କରିବା ତାକୁ ଆମେ ମାଟି ହିଁ କହିବା। କିନ୍ତୁ ଯେତେବେଳେ ମାଟିରୁ ଘର ତିଆରି ହେଇଯାଉଛି, ସେହି ଘରରୁ ଖଣ୍ଡେ ଅଂଶ ଆମେ ଆଣିବା, ତ ସେଟାକୁ ଆମେ ମାଟି ଖଣ୍ଡେ ଆଣିବା, ସେଟାକୁ ଆମେ ମାଟି କହିବା, ଆମେ ଘର କହିବାନି। ବା ଗୋଟେ କଣ୍ଢେଇ ତିଆରି ହେଲା, ସେ କଣ୍ଢେଇକୁ ଆମେ ଟିକ୍ କରି ଭାଙ୍ଗିଦେଲେ ସେ କଣ୍ଢେଇଟା ଆଉ କଣ୍ଢେଇ ବୋଲି ଆମେ ତାକୁ କହିବା ନାହିଁ, ବା ସେଇ ତାର ଖଣ୍ଡାଂଶକୁ ଆମେ କ'ଣ କହିବା ମାଟି ବୋଲି କହିବା। ସେଇଭଳି ଭାବରେ କାଠକୁ ଆମେ ଯେତେ ଖଣ୍ଡ କରିବା ତାର ନାମ କାଠ ରହିବ, କୌଣସି ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଗୋଟେ
ଚୌକିକୁ ଆମେ ନେଲେ ଚୌକିଟିକୁ ଭାଙ୍ଗିଦେଲା ପରେ ତାର ଯେଉଁ ଖଣ୍ଡାଂଶକୁ ଆମେ ଚୌକି କହିବା କି ନା, ତାକୁ ଆମେ କ'ଣ କହିବା କାଠ ହିଁ କହିବା। ଠିକ୍ ଅଛି। ତାହେଲେ ପରବର୍ତ୍ତୀ ବିଶେଷ୍ୟ ହେଉଛି ଗୁଣବାଚକ ବା ଅବସ୍ଥାବାଚକ ବିଶେଷ୍ୟ। ଯେଉଁ ପଦରୁ କୌଣସି ଗୁଣ ବା ଅବସ୍ଥାର ନାମକୁ ବୁଝାଏ ତାହେଲେ ଆମେ ତାକୁ ଗୁଣବାଚକ ବିଶେଷ୍ୟ କହିଥାନ୍ତି। ତ ଉଦାହରଣ ଆମେ ଦେଖିବା କ'ଣ ରହିଛି। ପୁତ୍ରର ମୃତ୍ୟୁ ଖବର ଶୁଣି ମା ଧୈର୍ଯ୍ୟ ଧରିପାରୁନାହାନ୍ତି। ଧୈର୍ଯ୍ୟ ଏଠାରେ ଗୋଟେ ଗୁଣର ନାମ। ତାପରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା। ନେତୃତ୍ୱରେ ତାଙ୍କର ଏଇଟା ଗୋଟେ ଗୁଣ। ନମ୍ରତା ପଣ୍ଡିତମାନଙ୍କ ଲକ୍ଷଣ। ନମ୍ରତା ହେଉଛି ଗୋଟେ ଗୁଣ। ତ ସାଧୁତା, ନମ୍ରତା, ଶିଷ୍ଟ, ଭଦ୍ରାମୀ ଏସବୁ ହେଉଛି ଗୋଟେ ଗୁଣ। ସେଭଳି ଭାବରେ ବାର୍ଦ୍ଧକ୍ୟ, ଶୈଶବ, ବାଲ୍ୟ, ଯୌବନ ଏଗୁଡ଼ିକ ହେଉଛି ଅବସ୍ଥା। ତେଣୁ ଏହାକୁ ଆମେ ଏହା ଯେହେତୁ ଗୋଟେ ଗୁଣ ଆଉ ଅବସ୍ଥାର ନାମ ରହୁଛି, ତାକୁ ଆମେ ଗୁଣବାଚକ ବା ଅବସ୍ଥାବାଚକ ବିଶେଷ୍ୟ କହିଥାନ୍ତି। ତ ପିଲାଟିର ଚଗଲାମି ବଢ଼ିବାରେ ଲାଗିଛି। ଚଗଲାମି ହେଉଛି ଗୋଟେ ଗୁଣ। କଳିଯୁଗର ମଣିଷ ଶୀଘ୍ର ବାର୍ଦ୍ଧକ୍ୟକୁ ସ୍ପର୍ଶ କରୁଛି। ବାର୍ଦ୍ଧକ୍ୟ ଗୋଟେ ଅବସ୍ଥା କଥା କୁହାଯାଇଛି। ଦାରିଦ୍ର୍ୟ ଅବସ୍ଥା କଥା କୁହାଯାଇଛି। ଅହିଂସା ଗୋଟେ ଗୁଣର କଥା କୁହାଯାଇଛି। ତେଣୁ ପିଲାମାନେ ଆଉ ଗୋଟେ କଥା ମୁଁ ସୂଚାଇ ଦେବା ପାଇଁ ଆପଣମାନଙ୍କୁ ଚାହିଁବି ଯେ ଗୁଣ ବା ଅବସ୍ଥାର ନାମକୁ ଯେତେବେଳେ ବୁଝାଏ ତାହାକୁ ଆମେ ଗୁଣବାଚକ ବିଶେଷ୍ୟ କହିଥାଉ। କିନ୍ତୁ ଯଦି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତିର ଗୁଣ ବା ଅବସ୍ଥାକୁ ବୁଝାଏ ତାହେଲେ ତାକୁ ଆମେ କ'ଣ କହିବା ନା ଗୁଣବାଚକ ବିଶେଷଣ କହିବା। ଅର୍ଥାତ୍ ଗୋଟେ ବିଶେଷ୍ୟ ପଦକୁ ସେ ଯଦି ବିଶେଷିତ କରୁଥିବ ତାହେଲେ ଆମେ ତାକୁ ଗୁଣବାଚକ ବା ଅବସ୍ଥାବାଚକ ବିଶେଷଣ କହିଥାନ୍ତି। କିନ୍ତୁ ଯଦି ତାର ନାମଟା କେବଳ ରହିଲା ତାହେଲେ ଆମେ ତାକୁ ଗୁଣବାଚକ ବିଶେଷ୍ୟ କହିଥାନ୍ତି। ଏଇ ଉଦାହରଣରୁ ମୁଁ ଆପଣମାନଙ୍କୁ ଭଲ ଭାବରେ ଟିକେ ବୁଝେଇ ଦେଉଛି। ଯଦି ଏଠି କୁହାଯାଇଥାନ୍ତା ଯେ ଚଗଲା ପିଲା, ତାହେଲେ ଏଠି ହେବ ଚଗଲାଟା ହେବ ଗୁଣବାଚକ ବିଶେଷଣ। ପିଲାଟିର ଚଗଲାମି ବଢ଼ିବାରେ ଲାଗିଛି, ଏଠି ତାର ମାନେ ଗୋଟେ ଗୁଣର ନାମ କଥା କୁହାଯାଇଛି। କିନ୍ତୁ ଏଠି ପିଲାର ମାନେ ତାର ଗୁଣଟାକୁ କ'ଣ କରୁଛି ନା ବିଶେଷିତ କରୁଛି। ଗୋଟେ ପିଲାର ଗୁଣକୁ ବିଶେଷିତ କରୁଛି, ତେଣୁ ଏଠି ଚଗଲାଟା ହେବ ବିଶେଷଣ ପଦ। ଏଠି କିନ୍ତୁ ହେବ ବିଶେଷ୍ୟ ପଦ। ଠିକ୍ ଅଛି। ତ ଏଇଭଳି ଭାବରେ ଅଲଗା ଉଦାହରଣ ବି ଆପଣମାନେ ଦେଖିପାରିବେ ଭଲ ଭାବରେ ବୁଝିବା ପାଇଁ। ତ ତାପରେ ଆମେ ଦେଖିବା କ୍ରିୟାବାଚକ ବିଶେଷ୍ୟ। ପିଲାମାନେ ଏଇଟା ଭୁଲରେ ବିଶେଷଣ ହେଇଯାଇଛି, ଏଇଟା ହେବ ବିଶେଷ୍ୟ। ତ ଯେଉଁ ପଦଗୁଡ଼ିକରୁ ନିର୍ଦ୍ଦିଷ୍ଟ କ୍ରିୟା ବା କାର୍ଯ୍ୟର ନାମକୁ ବୁଝାଏ ତାହାକୁ ଆମେ କ୍ରିୟାବାଚକ ବିଶେଷ୍ୟ କହିଥାନ୍ତି। ଖେଳିବା, ପହଁରିବା, ବୁଲିବା, ଚାଲିବା ଏଗୁଡ଼ିକ ହେଉଛି କ୍ରିୟାର ନାମ। କିନ୍ତୁ ଯେତେବେଳେ ସେଇଗୁଡ଼ିକୁ ପହଁରୁଛି, ପହଁରିଲା, ପହଁରିବ, ଖାଉଛି, ଖାଇଲା, ଖାଇବ, ଯେତେବେଳେ ଏହିପରିକା ଶବ୍ଦ ରହୁଛି ସେଇଟା କ୍ରିୟାପଦ ରହୁଛି। ତ ତଳେ ଆଉ ଟିକେ ଭଲ ଭାବରେ ବୁଝେଇଦେବି। ତ ଏଇଟା କ୍ରିୟାବାଚକ ବିଶେଷ୍ୟ। କ୍ରିୟାବାଚକ ବିଶେଷ୍ୟ କାହା କୁହାଯାଏ ନା ଯେତେବେଳେ କ୍ରିୟାପଦର ନାମକୁ ସୂଚାଉଥାଏ। ତ ଗୀତାକୁ ନାଚିବା ଆସେ ନାହିଁ। ନାଚିବା ଏଠାରେ ହେବ କ୍ରିୟା ବିଶେଷ୍ୟ। କ୍ରିୟାବାଚକ ବିଶେଷ୍ୟ। ବସିବା ଠାରୁ କାଶିବା ଭଲ। ବସିବା, କାଶିବା ଏ ଦୁଇଟି କ୍ରିୟାବାଚକ ବିଶେଷ୍ୟ। ପଢ଼ିବା ଦ୍ୱାରା ଜ୍ଞାନ ବୃଦ୍ଧି ହୁଏ ବିଶେଷ୍ୟ। ଦେବତାମାନେ ଅମୃତ ପାନ କରନ୍ତି କ୍ରିୟାବାଚକ ବିଶେଷ୍ୟ ପଦ। ଗୀତ ଗାଇବା ସମସ୍ତଙ୍କ ଦ୍ୱାରା ହୁଏ ନାହିଁ। ତ ଏଠାରେ ଗାଇବା ହେଉଛି ବିଶେଷ୍ୟ ପଦ। ତେଣୁ ଯେଉଁ କ୍ରିୟାରୁ କାଳ ପୁରୁଷ ବଚନର ସୂଚନା ମିଳେ ନାହିଁ ତାହାକୁ ଆମେ କ୍ରିୟାବାଚକ ବିଶେଷ୍ୟ କହିଥାନ୍ତି। ଯେଉଁ କ୍ରିୟାପଦରୁ ଏସବୁର ସୂଚନା ମିଳେ ତାହାକୁ ଆମେ କ୍ରିୟାପଦ କହିଥାନ୍ତି। ତ ଏଠି ଆମେ କହିପାରିବା ଉଦାହରଣ, ଏଠି ନାଚ କରେଟା ଆପଣମାନଙ୍କୁ ଟିକେ ବୁଝିବା ପାଇଁ କଷ୍ଟ ହେବ। ତେଣୁ ମୁଁ କହୁଛି ଗୀତା ଭଲ ନାଚିଲା। ଆମେ ଏଠି କରିପାରିବା ଗୀତା ଭଲ ନାଚିଲା। ତ ଗୋଟେ ସମୟର କଥା କହୁଛି, ପୂର୍ବରୁ ସେ ନାଚି ସାରିଛି, ତ କାଳ କଥା ଏଠି ନିର୍ଦ୍ଧାରଣ ହେଇପାରୁଛି। ତେଣୁ ଏଠି ଆମେ ନାଚିଲା ପଦଟି ହେଉଛି କ୍ରିୟାପଦ। ରାମ ଓ ହରି ଭଲ ଶ୍ରେଣୀରେ ଭଲ ପଢ଼ନ୍ତି। ତ ଏଠି ହେବ କ'ଣ କ୍ରିୟାପଦ ହେବ। ଠିକ୍ ଅଛି। ତ ଯେଉଁ କ୍ରିୟାପଦରୁ କାଳ ପୁରୁଷ ବଚନର ସୂଚନା ମିଳେ ନାହିଁ ତାହାକୁ ଆମେ କ୍ରିୟାବାଚକ ବିଶେଷଣ କହିବା। ଯେଉଁ କ୍ରିୟାପଦରୁ କାଳ ପୁରୁଷ ବଚନର ସୂଚନା ମିଳିଥାଏ ତାହାକୁ ଆମେ କ୍ରିୟାପଦ ବୋଲି କହିଥାଉ। ତ ଯଦି ଆପଣମାନଙ୍କୁ ବୁଝିବାରେ କୌଣସି ପ୍ରକାରର ଅସୁବିଧା ରହିଥାଏ ତାହେଲେ କମେଣ୍ଟ ମାଧ୍ୟମରେ ଜଣାଇବେ। ମୁଁ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କୁ ସେଇ ଦ୍ୱନ୍ଦ୍ୱ ଆପଣଙ୍କର ଦୂର କରିବା ପାଇଁ ଚେଷ୍ଟା କରିବି। ଧନ୍ୟବାଦ। ଏହିପରି ନୂତନ ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆମ ସହିତ ଯୋଡ଼ି ରହିଥାନ୍ତୁ। ସାଙ୍ଗସାଥୀମାନଙ୍କ ସହିତ ମଧ୍ୟ ସେୟାର କରିଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।